ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏହି ଆଉ ଗୋଟିଏ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ଭୂମିରେ ପାଦ ଦେବା ପ୍ରାର୍ଥନା। ଆଉ ଆଜି ଆମେ ଏହି ଅଧ୍ୟାୟରେ ଜାଣିବା ମଳମୂତ୍ର ତ୍ୟାଗ। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆମେ ଆରମ୍ଭ କରିବା। ମଳମୂତ୍ର ତ୍ୟାଗ। ଗଚ୍ଛନ୍ତୁ ରସୋୟ ଦେବା ପିଚାସା ଯେ ଚ ଗୃହସ୍କା ପିତୃଭୂତ ଗଣା ସର୍ବେ କରିଷୋ ମଳମୋଚନମ୍। ଯଜ୍ଞାପବର୍ତ୍ତିତକୁ କଣ୍ଠି କରି କାନରେ ଉପବର୍ତ୍ତି ଦେଇ ମୁଣ୍ଡକୁ ବସ୍ତ୍ର ଦ୍ୱାରା ଢାଙ୍କି ଜଳପାତ୍ର ବାମରେ ରଖି ଋଷି ଦେବତା ପିଶାଚ ଗନ୍ଧର୍ବ ପିତୃ ଓ ଭୂତଗଣଙ୍କୁ ଦୂରେଇ ଯିବା ପାଇଁ ସ୍ମରଣ କରି ମଳମୂତ୍ର ତ୍ୟାଗ କରିବ। ଦିନରେ ଉତ୍ତରମୁଖ ଓ ରାତିରେ ଦକ୍ଷିଣମୁଖ ହେବା ବିଧି। ତ ବନ୍ଧୁ, ଆଜି ଆମେ ଜାଣିଲେ ମଳମୂତ୍ର ତ୍ୟାଗ। ଆଗାମୀ ଅଧ୍ୟାୟରେ ଆମେ ଜାଣିବା ମୁଖ ଶୁଦ୍ଧି। ତ ସେଇ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।